ସମସ୍ତଙ୍କୁ ନମସ୍କାର। ଜୟ ଜଗନ୍ନାଥ। ବର୍ତ୍ତମାନ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ତିନି ଠାକୁର ଅଣସରରେ ଅଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଠାରୁ ସେମାନଙ୍କର ଶରୀର ଅସୁସ୍ଥ ହେବା ଯୋଗୁଁ ବର୍ତ୍ତମାନ ଆଦିବାସୀ ସେବକଙ୍କର ପୂଜା ଅର୍ଚ୍ଚନା ଏବଂ ତାଙ୍କର ସେବା ଶୁଶ୍ରୂଷାରେ ଧୀରେ ଧୀରେ ସେମାନେ ସୁସ୍ଥ ହୋଇ ଚାଲିଛନ୍ତି। ତେବେ ଏଇ ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ନିଆରା ପରିବେଶ। କାରଣ ଏଇ ପରିବେଶରେ ଏଇ ପରିସର ମଧ୍ୟରେ ରହିଛି ଅଲାରନାଥ ମନ୍ଦିର। ପୁରୀର ଅଲାରନାଥ ମନ୍ଦିର ମୁଖ୍ୟ ମନ୍ଦିର ଠାରୁ ଅନେକ ଦୂରରେ ଥିବା ବେଳେ ବୋଧହୁଏ ସାରା ଭାରତ ବର୍ଷରେ ଶାବର ଶ୍ରୀକ୍ଷେତ୍ର ହିଁ ଏପରି ଏକ ସ୍ଥଳୀ ଯେଉଁଠାରେ ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ପରିସର ମଧ୍ୟରେ ରହିଛି ଅଲାରନାଥଙ୍କର ମନ୍ଦିର। ଯେଉଁ ପାର୍ଶ୍ୱ ମନ୍ଦିର ଗୁଡ଼ିକ ରହିଛି, ଓଡ଼ିଶା ଦର୍ଶନ ଯେଉଁ ଗ୍ୟାଲେରୀ ରହିଛି, ସେ ଗ୍ୟାଲେରୀରେ ପୂଜା ପାଉଛନ୍ତି ଅଲାରନାଥ ଏବଂ ତାଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଗୋଟେ ବିଧି। ଯେତେବେଳେ ତିନି ଠାକୁର ଅଣସରରେ ରୁହନ୍ତି, ପୁରୀରେ ମଧ୍ୟ ଭକ୍ତମାନେ ଦର୍ଶନ କରିବାକୁ ଯାଆନ୍ତି ଅଲାରନାଥକୁ। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମଧ୍ୟ ତାର ବ୍ୟତିକ୍ରମ ଦେଖାଯାଏ ନାହିଁ। କିନ୍ତୁ ଶାବର ଶ୍ରୀକ୍ଷେତ୍ରର ଏହି ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ହିଁ ଅତି ପାଖରେ, ଅତି ନିକଟରେ ଯେତେବେଳେ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି, ଏପଟେ ପଟିଦିଅଙ୍କୁ ଦର୍ଶନ କରୁଛନ୍ତି। ସୁନ୍ଦର ଦିବ୍ୟ ଦର୍ଶନ ମନ୍ଦିରର ଏବଂ ମନ୍ଦିର ପରିସର ମଧ୍ୟରେ କିଛି ସମୟ ବିତାଇବା ଅନୁଭୂତି। ୟାକୁ ନେଇ ଭକ୍ତ ଅଶେଷ ଆନନ୍ଦିତ। ଆଉ 2 ଦିନ ଗଲେ ରଥଯାତ୍ରା ନିଶ୍ଚିତ ଭାବରେ ସମସ୍ତଙ୍କୁ ଆନନ୍ଦିତ କରିବ ଏଇ ମୁହୂର୍ତ୍ତ। କାରଣ 26 ତାରିଖ ହେଉଛି ନବଯୌବନ ଦର୍ଶନ ଏବଂ ତାପରେ 27 ତାରିଖ ଦିନ ସକାଳୁ ଆରମ୍ଭ ହେବ ପହଣ୍ଡି ବିଜେ କରିବେ ତିନି ଠାକୁର। ରଥାରୂଢ଼ ହେବେ ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଏବଂ ଭକ୍ତଙ୍କର ଗହଣରେ ଟଣା ହୋଇଯିବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ। ନବଦିନାତ୍ମକ ଏହି ରଥଯାତ୍ରାର ଆନନ୍ଦ ସମସ୍ତେ ନେବେ ନିଆରା ପରିବେଶ ମଧ୍ୟରେ, ନିଆରା ପରମ୍ପରା ମଧ୍ୟରେ। ଏବଂ ତା ପରଦିନ ଅର୍ଥାତ୍ 28 ତାରିଖ ବିଶେଷ ଭାବରେ କାର୍ଯ୍ୟକ୍ରମ ରହିଛି କୋଟିଆରେ, ଯାହା ଓଡ଼ିଶାର ସୀମାନ୍ତବର୍ତ୍ତୀ ଏକ ପଞ୍ଚାୟତ ଏବଂ ସେଇ ସୁଉଚ୍ଚ ପର୍ବତମାଳା ମଧ୍ୟରେ ଥିବା ଏହି ଉପତ୍ୟକାର ଆନନ୍ଦ ତାକୁ ନେବା ପାଇଁ ଅନେକ ଭକ୍ତ ଛୁଟି ଆସନ୍ତି କୋଟିଆକୁ। କାରଣ କୋଟିଆର ରଥଯାତ୍ରା ଏକ ଅନନ୍ୟ ରଥଯାତ୍ରା। ସେ ସମୟରେ ନିଶ୍ଚିତ ଭାବରେ ଆନନ୍ଦିତ ହେବେ ଏବଂ 28 ତାରିଖରେ ହିଁ ଜୟପୁରରେ ମଧ୍ୟ ରଥଯାତ୍ରା। ତେଣୁ କୋରାପୁଟ ଜିଲ୍ଲାକୁ ଆସୁଥିବା ଭକ୍ତମାନେ ଏଭଳି ଏକ ନିଆରା ଅନୁଭୂତି ନେଇ ନିଶ୍ଚିତ ଭାବରେ ଘରକୁ ଫେରିବେ, ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ବର୍ତ୍ତମାନ ଚାଲିଛି ଅଲାରନାଥଙ୍କର ଏହି ସେବା ଏବଂ ସେହି ସେବା ମଧ୍ୟରେ ଦିବ୍ୟ ପ୍ରସାଦର ଆନନ୍ଦ ନେଉଛନ୍ତି ଭକ୍ତମାନେ। କାରଣ ଭକ୍ତ ହିଁ ଭଗବାନ ଏବଂ ଭକ୍ତ ଭିତରେ ଥିବା ଭଗବାନଙ୍କୁ ଆବିଷ୍କାର କରିବା ଏକ ଉତ୍ତମ ମାଧ୍ୟମ ହେଉଛି ଶ୍ରୀ ଜଗନ୍ନାଥଙ୍କର ଦର୍ଶନ। ସେ ମୁଖ୍ୟ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଭରା ସେଇ ପ୍ରତିମୂର୍ତ୍ତିକୁ ଦେଖିବା ହଉ କିମ୍ବା ପଟି ଦିଅଁଙ୍କୁ ଦେଖିବା ହଉ କିମ୍ବା ଅଲାରନାଥଙ୍କୁ ଦେଖିବା ହଉ କିମ୍ବା ସେମାନଙ୍କର ଦିବ୍ୟ ପ୍ରସାଦ ମଧ୍ୟରେ ସେମାନଙ୍କର ଅନୁଭୂତିକୁ ନେବାକୁ ହଉ, ଏହି ସମସ୍ତ ଜଗନ୍ନାଥଙ୍କର ଅପାର କରୁଣା ଏବଂ ସେହି କରୁଣାର ସ୍ପର୍ଶ ପାଇବା ପାଇଁ ଛୁଟି ଆସିଛନ୍ତି ଭକ୍ତମାନେ। ଆପଣ ବି ଛୁଟି ଆସିଛନ୍ତି। ସମସ୍ତଙ୍କ ପାଖରେ ଧନ୍ୟବାଦ ଜଣାଉଛୁ, କୃତଜ୍ଞତା ଜଣାଉଛୁ ଜଗନ୍ନାଥଙ୍କର ପାଖରେ ଯେ ଏତେ ସୁନ୍ଦର ଭାବରେ ଆମକୁ ଅବକାଶ ଦେଇଛନ୍ତି, ଆମକୁ ଏହି ପ୍ରକାର ଏକ ସୁଯୋଗ ଦେଇଛନ୍ତି ଯେ ଆମେ ପଟିଦିଅଁଙ୍କୁ ବି ଦର୍ଶନ କରୁଛେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଏବଂ ତାଙ୍କର ଠିକ୍ କିଛି ଦୂରରେ ଆମେ ଅଲାରନାଥଙ୍କୁ ମଧ୍ୟ ଦର୍ଶନ କରୁଛେ। ତେଣୁ ସମସ୍ତଙ୍କୁ ଜୟ ଜଗନ୍ନାଥ, କୋରାପୁଟିଆ ଜୁହାର, ନମସ୍କାର। ରହୁଛି ତେବେ।